ପ୍ରଶ୍ନ ନମ୍ବର 1 ପୃଥିବୀ ଗୋଟିଏ କ'ଣ? ଏହାର ସଠିକ୍ ଉତ୍ତର ହେଉଛି ପୃଥିବୀ ଗୋଟିଏ ଗ୍ରହ। ପ୍ରଶ୍ନ ନମ୍ବର 2 ପୃଥିବୀର କେତେ ପ୍ରକାର ଗତି ଅଛି ଓ କ'ଣ କ'ଣ? ଏହାର ସଠିକ୍ ଉତ୍ତର ହେଉଛି ପୃଥିବୀର 2 ପ୍ରକାର ଗତି ଅଛି। 1ରେ ଆହ୍ନିକ ଗତି, 2ରେ ବାର୍ଷିକ ଗତି। ପ୍ରଶ୍ନ ନମ୍ବର 3 ପୃଥିବୀର କେତେ ଅଂଶ ଜଳ? ଏହାର ସଠିକ୍ ଉତ୍ତର ହେଉଛି ପୃଥିବୀର 71% ଜଳ। ପ୍ରଶ୍ନ ନମ୍ବର 4 ପୃଥିବୀ ପୃଷ୍ଠରୁ କେତେ ଦୂରତା ପର୍ଯ୍ୟନ୍ତ ବାୟୁମଣ୍ଡଳ ରହିଛି? ଏହାର ସଠିକ୍ ଉତ୍ତର ହେଉଛି ପୃଥିବୀ ପୃଷ୍ଠରୁ 1600 କିଲୋମିଟର ପର୍ଯ୍ୟନ୍ତ ବାୟୁମଣ୍ଡଳ ସ୍ତର ରହିଛି। ପ୍ରଶ୍ନ ନମ୍ବର 5 ବାୟୁର କେଉଁ କେଉଁ ଉପାଦାନ ରହିଛି? ଏହାର ସଠିକ୍ ଉତ୍ତର ହେଉଛି ବାୟୁରେ ଅମ୍ଳଜାନ, ଅଙ୍ଗାରକାମ୍ଳ, ଯବକ୍ଷାରଜାନ, ଧୂଳିକଣା ଏବଂ ଅନ୍ୟାନ୍ୟ ଗ୍ୟାସ୍ ରହିଛି। ପ୍ରଶ୍ନ ନମ୍ବର 6 ବାୟୁରେ କେଉଁ ଗ୍ୟାସ୍ର ପରିମାଣ ଅଧିକ ରହିଛି? ଏହାର ସଠିକ୍ ଉତ୍ତର ହେଉଛି ଯବକ୍ଷାରଜାନ। ପ୍ରଶ୍ନ ନମ୍ବର 7 କେଉଁ ଗ୍ୟାସ୍ ଦହନରେ ସହାୟକ ହୋଇଥାଏ? ଏହାର ସଠିକ୍ ଉତ୍ତର ହେଉଛି ଅମ୍ଳଜାନ। ପ୍ରଶ୍ନ ନମ୍ବର 8 କେଉଁ ଗ୍ୟାସ୍ ଅଗ୍ନି ନିର୍ବାପକ ଅର୍ଥାତ୍ ନିଆଁ ଲିଭିବାରେ ହିଁ ସାହାଯ୍ୟ କରେ? ଏହାର ସଠିକ୍ ଉତ୍ତର ହେଉଛି ଅଙ୍ଗାରକାମ୍ଳ ଗ୍ୟାସ୍। ପ୍ରଶ୍ନ ନମ୍ବର 9 ଆହ୍ନିକ ବା ଦୈନିକ ଗତି ଦ୍ୱାରା କ'ଣ ହୁଏ? ସଠିକ୍ ଉତ୍ତର ହେଉଛି ଆହ୍ନିକ ବା ଦୈନିକ ଗତି ଦ୍ୱାରା ଦିନରାତି ହୁଏ। ପ୍ରଶ୍ନ ନମ୍ବର 10 ବାର୍ଷିକ ଗତି ଫଳରେ ବା ପରିକ୍ରମଣ ଗତି ଫଳରେ କ'ଣ ହୁଏ? ଏହାର ଉତ୍ତର ହେଉଛି ଋତୁ ପରିବର୍ତ୍ତନ। ପ୍ରଶ୍ନ ନମ୍ବର 11 ପୃଥିବୀର ଆକାର କିପରି? ଏହାର ଉତ୍ତର ହେଉଛି କମଳା ଲେମ୍ବୁ ପରି ଗୋଲ। ପ୍ରଶ୍ନ ନମ୍ବର 12 ପୃଥିବୀର ବର୍ଣ୍ଣ କିପରି? ପୃଥିବୀର ବର୍ଣ୍ଣ ଈଷତ୍ ହଳଦିଆ, ମାତ୍ର ଅଧିକ ଜଳ ଥିବାରୁ ଏହା ମହାକାଶରୁ ନୀଳ ରଙ୍ଗର ଦେଖାଯାଇଥାଏ, ତେଣୁ ଏହାକୁ ନୀଳଗ୍ରହ ବୋଲି କୁହାଯାଏ। ପ୍ରଶ୍ନ ନମ୍ବର 13 ପୃଥିବୀର 2 ପ୍ରାନ୍ତକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ପୃଥିବୀର 2 ପ୍ରାନ୍ତକୁ ମେରୁ କୁହାଯାଏ, ଯାହାକି ଉତ୍ତର ମେରୁ ଏବଂ ଦକ୍ଷିଣ ମେରୁ। ପ୍ରଶ୍ନ ନମ୍ବର 14 କେଉଁ କାଳ୍ପନିକ ରେଖା ପୃଥିବୀକୁ ସମାନ 2 ଭାଗରେ ବିଭକ୍ତ କରେ? ଏହାର ଉତ୍ତର ହେଉଛି ବିଷୁବ ରେଖା। ପ୍ରଶ୍ନ ନମ୍ବର 15 ବାୟୁଚାପ ମାପକର ନାମ କ'ଣ? ଏହାର ଉତ୍ତର ହେଉଛି ବାରୋମିଟର। ପ୍ରଶ୍ନ ନମ୍ବର 16 ବାୟୁ ବେଗ ମାପକ କିଏ? ଏହାର ଉତ୍ତର ହେଉଛି ଆନିମୋମିଟର। ପ୍ରଶ୍ନ ନମ୍ବର 17 ଭୂମିକମ୍ପ କାହିଁକି ହୁଏ? ଏହାର ଉତ୍ତର ହେଉଛି ଭୂଚଳନ ହେତୁ ଭୂମିକମ୍ପ ହୋଇଥାଏ। ପ୍ରଶ୍ନ ନମ୍ବର 18 ପୃଥିବୀର କେନ୍ଦ୍ରରେ କୌଣସି ବସ୍ତୁର ଓଜନ କେତେ?
ଏହାର ଉତ୍ତର ହେଉଛି 0 କିଲୋଗ୍ରାମ। ପ୍ରଶ୍ନ ନମ୍ବର 19, ବୃହତ୍ତମ ଗ୍ରହ କିଏ? ଅର୍ଥାତ୍ ସୌରଜଗତରେ ଥିବା ବୃହତ୍ତମ ଗ୍ରହ କିଏ? ଏହାର ଉତ୍ତର ହେଉଛି ବୃହସ୍ପତି। ସୌରଜଗତର କ୍ଷୁଦ୍ରତମ ଗ୍ରହ କିଏ? ପ୍ରଶ୍ନ ନମ୍ବର 20, ଏହାର ଉତ୍ତର ହେଉଛି ବୁଧ। ଭିଡ଼ିଓଟି ଦେଖିଥିବାରୁ ଆପଣଙ୍କୁ ଧନ୍ୟବାଦ। ଭିଡ଼ିଓଟି ଭଲ ଲାଗିଥିଲେ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତା ସହିତ ଆପଣ କେତୋଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିଲେ ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ଜଣାନ୍ତୁ। ରହୁଛୁ। ଜୟ ଜଗନ୍ନାଥ। ନମସ୍କାର।